ଶିଶୁ ଚାଲାଣରେ ବହୁତ ବଡ଼ ବଡ଼ ନେତା ତାଙ୍କ ଦଳର ସମ୍ପୃକ୍ତ ଥିଲେ। ଏନସିଆରଟି ରିପୋର୍ଟ ଅନୁସାରେ ତାଙ୍କ ସରକାର ସମୟରେ ସର୍ବାଧିକ ମହିଳା ଅତ୍ୟାଚାର ହୋଇଥିଲା। କେତେ ବେବିନା କେତେ କ'ଣ ଘଟଣା 24 ବର୍ଷରେ ଘଟିଯାଇଛି ତାର ପଟାନ୍ତର ନାହିଁ। ଆଉ ନବୀନ ବାବୁ କ'ଣ କହିବେ, ସବୁଥିରୁ ଅଧିକାଂଶ ଶିଶୁ ଚାଲାଣ ଓଡ଼ିଶାରୁ ହୋଇଥିଲା ଏବଂ ଶିଶୁ ଚାଲାଣରେ ବହୁତ ବଡ଼ ବଡ଼ ନେତା ତାଙ୍କ ଦଳର ସମ୍ପୃକ୍ତ ଥିଲେ। ସେ ଏଭଳି କହିବାଟା ଗୋଟେ ହାସ୍ୟାସ୍ପଦ ଛଡ଼ା ଆଉ କିଛି ନୁହେଁ। ପ୍ରକୃତରେ ଘଟଣା କ'ଣ ଯୋଉ ରିପୋର୍ଟ ଆସୁଛି, ଯୋଉ ରିପୋର୍ଟକୁ ଦେଖିକି ବିଜେଡି କାହିଁକି କହୁଛି ଏମିତି ବାରମ୍ବାର? କେବଳ ମହିଳାମାନଙ୍କ ଯେହେତୁ ସୁଭଦ୍ରା ଯୋଜନା ରହିଛି, ଦେଖନ୍ତୁ ଏଇଟା 24 ବର୍ଷର ବିଫଳତା ଯେଉଁ ସେ ରହିଛି, ସେ ବିଫଳତାରେ ସେ ଜର୍ଜରିତ ହୋଇଯାଇଛନ୍ତି ଏବଂ ସେ କିଛି ବି ଗୋଟେ କହୁଛନ୍ତି, କହିବା ନାଁରେ କହୁଛନ୍ତି। ଆଉ କିନ୍ତୁ ସେ ସବୁ ନ କହିକରି ସେ ତାଙ୍କର ଦଳକୁ ଦେଖନ୍ତି। ଦଳଟା ଥିଲେ ସିନା କାଲି କିଛି ହେବ, ଏମିତି ମନ୍ତବ୍ୟରେ ଦଳ ତିଷ୍ଠେ ନା। ଏବଂ ସେ କେମିତି କାମ କରିଛନ୍ତି ଯାହାଫଳରେ ଆଜି ଦଳ ଏକତ୍ରିତ ରହିପାରୁନାହିଁ, ଦଳ ବୁଡ଼ିଯିବାର ସୁଯୋଗ ରହିଛି। ତ ସେ ଦିଗରେ ସେ ବେଶୀ ଭାବିବା ଉଚିତ। ଆଉ ଗୋଟିଏ ପ୍ରଶ୍ନ ରହିବ, ଦେଖିବାକୁ ଗଲେ ଆଜି କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କଂଗ୍ରେସର ଯିଏ ପିସି ସଭାପତି ଅଛନ୍ତି ଖଡଗେଙ୍କ ସହିତ ତ ଆଲୋଚନା କରିଛନ୍ତି ଡାକ୍ତର ରତେଶ୍ୱର ରାଉତ, କିନ୍ତୁ ପରବର୍ତ୍ତୀ ସମୟରେ ପିସି ସଭାପତି କଂଗ୍ରେସର ସମସ୍ତ ବିଧାୟକ ସହିତ ଯୋଗାଯୋଗ ରହୁଛନ୍ତି, 1-to-1 ଆଲୋଚନା କରୁଛନ୍ତି, ତାଙ୍କୁ ମାନେ ଏକାଟିଆ ଛାଡୁନାହାନ୍ତି, ଏକୁଟିଆ ମାନେ 1-to-1 ଆଲୋଚନା କରୁଛନ୍ତି। 1-to-1 ଆଲୋଚନା କରିବା, ଯୋଗାଯୋଗ ରହିବାର ମାନେ କ'ଣ? କିଏ ଜାଣେ, ସେମାନେ ଭୟଭୀତ ଥିବେ ତାଙ୍କର ବିଧାୟକ ଗୁଡ଼ାକ କୁଆଡ଼େ ପଳେଇବେ ବୋଲିକରି, ସେଥିପାଇଁ ସେମାନେ ଚିନ୍ତିତ ଥିବେ। ଆମେ ତ ଖୋଲା ବୁଲୁଛୁ, ଆମେ ଦେଖୁନୁ। ଏବେ ଯାଇଥିଲି ଆଇଲି, ଏବେ ଜଟଣୀ ଯିବି ବାହାଘର ପାଇଁ। ଆମକୁ ତ ବିଜେପି କିଛି କହିନି, ଆମେ ତ ଫ୍ରି ଅଛୁ, କାରଣ ଆମର ଭୟ ନାହିଁ, ତାଙ୍କର ଭୟ ଅଛି। ଭୟରୁ ସବୁ ପ୍ରକାର ସମସ୍ୟା ଉତ୍ପନ୍ନ ହେଉଛି। କି ଭୟ ଯେ ଦେଖନ୍ତୁ, ମୁଁ ସେଦିନ କହିଥିଲି ବିବେକ ଅନୁମୋଦିତ ଭୋଟ। ଗୋଟିଏ ବିଧାୟକ ଯଦି ବିଚାର କରିବ, ତାର ବିବେକକୁ ପଚାରିବ, ସେ ବିଜେଡିକୁ ଭୋଟ ଦେବା କଥା କି ବିଜେଡି ପ୍ରାର୍ଥୀକୁ ଭୋଟ ଦେବା କଥା କି କହିଲେ ତା ବିବେକ ମନା କରିବ, ନାଇଁ ବିଜେଡି ପ୍ରାର୍ଥୀକୁ ଭୋଟ ଦେବା କଥା। ଏଇଟା ସବୁଥିରୁ ବଡ଼ ସମସ୍ୟା, ଆଉ ସେଇପାଇଁ ସେମାନେ ଡରୁଛନ୍ତି। କଂଗ୍ରେସ ବି କହିଲାଣି ଯେ ବିଧାନସଭାରେ ବି ଆମେ ମିଶିକି ସ୍ୱର ଉଠେଇବୁ ବିଜେଡି। ହଁ, ସ୍ୱାଗତ। ସେମାନେ ମିଶିକରି ଗୋଟିଏ ପାର୍ଟି ହେଇଗଲେ ବି ଆମକୁ ଆଉ ଭଲ କିଛି ଖରାପ ନାହିଁ। କଂଗ୍ରେସ ସହିତ ମିଶିଛନ୍ତି ଯେଉଁମାନେ ଅତୀତରେ, ସେମାନେ କୋଉ ଭଳି ଦଶା ଆପଣ ପାଉଛନ୍ତି ଦେଖନ୍ତୁ ନା। ବିହାରରେ କଂଗ୍ରେସ ସାଙ୍ଗେ ମିଶିକରି ଲାଲୁ ୟାଦବର ପୁଅ କ'ଣ କି ଦଶା ହେଲା। ଉତ୍ତରପ୍ରଦେଶରେ ମୁଲାୟମ ସିଂର ପୁଅ ଅଖିଳେଶ ସିଂ ମିଶିକରି କି ଦଶା ହେଲା। ଏସବୁ ଉଦାହରଣ ଗୁଡ଼ାକ। କଂଗ୍ରେସ ସହିତ ମିଶିଲେ ବିଜେଡି ତ ସେମିତି ବୁଡ଼ିଲା ଡଙ୍ଗା ବୁଡୁଛି, କଂଗ୍ରେସ ବି ଗୋଟେ ବୁଡ଼ିଲା ଡଙ୍ଗା, ଦିଟା ଡଙ୍ଗା ବୁଡ଼ିଲା ଡଙ୍ଗାରେ ଯେ ଚଳିଲା ସେ ବି ବୁଡ଼ିଲା। ଆଉ ସେ କହୁଛନ୍ତି ମିଳିତ ଭାବରେ ସ୍ୱର ଉଠାଇବେ, ମନା ନାହିଁ, ସ୍ୱାଗତ ଯୋଗ୍ୟ, ଉଠାନ୍ତୁ। ଯାହା ସରକାରର ତାଙ୍କର ବିରୋଧୀ ଦଳର ଦାୟିତ୍ୱ ସେମାନେ ସମ୍ପୂର୍ଣ୍ଣ ଭାବରେ ନିର୍ବାହ କରନ୍ତୁ, କିଏ ମନା କରୁଛି। ମିଶିକରି କ'ଣ ଉଠେଇବେ, ଉଠାନ୍ତୁ, କ'ଣ ହେଇଯାଉଛି। ଆମ ସମୟରେ କଂଗ୍ରେସ ବି ବିରୋଧୀ ଦଳରେ ଥିଲା, କିନ୍ତୁ ବିଜେଡିର ପକେଟରେ ଥିଲା ଏବଂ ଆମେ ଯେଉଁ ଜିନିଷ ଉଠାଉ ସେଟାକୁ କେମିତି ପଣ୍ଡ କରିଦେବେ ସେଟା କଂଗ୍ରେସ ସବୁବେଳେ ଚିନ୍ତା କରେ। ଆମ ସମୟରେ ଆମେ ବି ସେ ଅନୁସାରେ ସତର୍କ ଥିଲୁ। ରାଜସ୍ୱ ଏବେ କହୁଛନ୍ତି ଯେ ଆମ ପାଖରେ 33 ଭୋଟ, ଆମର ସବୁ ଭୋଟ ପଡ଼ିବ, ବିଜେପି ପାଖରେ ସଂଖ୍ୟା ନାହିଁ। ସେଟା ରିଜଲ୍ଟ ବାହାରିଲେ ସିନା ଜଣାପଡ଼ିବ କାହା ସାଙ୍ଗରେ କ'ଣ ସଂଖ୍ୟା ଅଛି ନ ଅଛି, ଏବେଠୁ କେମିତି କହିଦେଉଛନ୍ତି। ଆଜି ଯେଉଁମାନେ କଂଗ୍ରେସର ଅନେକ ଅଛନ୍ତି, ନାଁ ଧରିବା ପାଇଁ ମୁଁ ଚାହୁଁନାହିଁ, ସେମାନେ କ'ଣ ମନ୍ତବ୍ୟ ଦେଇଛନ୍ତି ଆପଣଙ୍କର ଗଣମାଧ୍ୟମରେ, ସେଟା କ'ଣ ଆପଣମାନେ ରେକର୍ଡ କରିନାହାନ୍ତି? ଆପଣ ତ ରେକର୍ଡ କରିକି ବଜେଇକି ଦେଖାଉଛନ୍ତି ନା, ତ ସେଇଥିରୁ ଜଣାପଡ଼ୁଛି।
Sibananda Centenary Boys School. Admission open from class 6th to 11th. Science and Commerce. For more inquiry, contact on below details.